ତାର ପୂର୍ବ ଭିଡିଓରେ ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥର ଏକ ଭିଡିଓ ବନେଇଥିଲି ଯେନ୍ଟା କି 1 ଘଣ୍ଟା ଭିତରେ ଏତେ ଲମ୍ବା ଭଡ଼ା ପାଇବି ବୋଲିକି ମୁଁ କେବେ ବିଶ୍ୱାସ କରିପାରୁନଥିଲି। A few moments later. ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ସୁକାନ୍ତ ସ୍ୱାଗତ କରୁଛି ମୋର ଆଉ ଏକ ନୂଆ ଭିଡିଓକୁ। ତ ଗାଇସ୍, ମୁଁ ବର୍ତ୍ତମାନ ଅଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁରରେ। ତ ଚାଲନ୍ତୁ ଦେଖିବା ମେଡିକାଲର କଣ କଣ ସୁବିଧା ଅଛି। ଗାଇସ୍ ଦେଖିପାରୁଥିବେ ଏପଟଟା ଅଛି ଇନ୍ ଆଉ ସେପଟଟା ହେଉଛି ଆଉଟ୍। ତ ଏପଟୁ ଭିତରକୁ ଆସିବେ, ସେପଟୁ ବାହାରକୁ ଯିବେ। ତ ଆଉ ଗୋଟେ ବହୁତ ବଢିଆ ଜିନିଷ ଯେନ୍ଟାକି ଦେଖିପାରୁଥିବେ ପଛପଟେ ଯାନ ରଖିବା ସ୍ଥାନ ମାନେ ପାର୍କିଂ। ତ ଆମ ଡ୍ରାଇଭର ମାନଙ୍କ ଲାଗି ବହୁତ ସୁବିଧା ଏଇଟା ଗୋଟେ। ମୁଁ ବହୁତ ବଡ଼ ବଡ଼ ମେଡିକାଲ ଯାଇଛି, ଏସସିବି ଯାଇଛି, ସୋମ ଯାଇଛି। ତ ସେଠି ଏଭଳିଆ ସିଷ୍ଟମ ନାହିଁ ଯେନ୍ଟାକି ଆମ ଡ୍ରାଇଭର ମାନେ ଆସିଲେ ଗୋଟେ ଜାଗାରେ ପାର୍କିଂ ରେ ଭଲସେ ଆରାମସେ ପାର୍କିଂ କରିକି 2 ଘଣ୍ଟା ରେଷ୍ଟ ନେଇପାରିବେ। ତ ଭାଇ ଏଠି ସୁବର୍ଣ୍ଣପୁରରେ ବହୁତ ବଢିଆ ଜିନିଷ ଏଇଟା ଗୋଟେ ଦେଇଛି, ମତେ ତ ଭଲ ଲାଗିଲା। ତ ଆପଣ ମାନଙ୍କୁ କେମିତି ଲାଗିଲା ନିହାତି କମେଣ୍ଟ ମାଧ୍ୟମରେ ଜଣେଇବେ। ଗାଇସ୍ ଦେଖିପାରୁଥିବେ ବାହାରଟା ପୁରା ଲିଟ୍ ଆଣ୍ଡ କ୍ଲିନ୍ ଏରିଆ। ମେଡିକାଲଟା ଦେଖିପାରୁଥିବେ ପୁରା ଚକାଚକ। ରିସେଣ୍ଟଲି ଏଇଟା ଓପନିଂ ହେଇଛି 2025ରେ ବୋଧେ ଓପନିଂ ହେଇଛି, 25 ନା 26ରେ ଓପନିଂ ହେଇଛି। ବହୁତ ସୁନ୍ଦର ଦିଶଛି ମେଡିକାଲଟା। ତ ବାହାରଟା ଦେଖିପାରୁଥିବେ ଏଭଳିଆ ଦୃଶ୍ୟ। ଗାଇସ୍ ଏପଟଟା ଦେଖିପାରୁଥିବେ, ଏପଟଟା ହେଉଛି ଏମର୍ଜେନ୍ସି ୱାର୍ଡ। ଏମର୍ଜେନ୍ସି ଡାଇରେକ୍ଟ ଆସିଲେ ଏମର୍ଜେନ୍ସି ୱାର୍ଡରେ ବି ଭର୍ତ୍ତି କରିପାରିବେ। ତ ଗାଇସ୍ ଦେଖିପାରୁଥିବେ ଏଇଟା ମେଡିକାଲର ମେନ୍ ପଏଣ୍ଟ ଗେଟଟା, ଯୋଉଟା ଭିତରକୁ ଏଣ୍ଟ୍ରି କରିବା ଗେଟଟା ଅଛି ଆମର ଗ୍ରାଇନିଂ ୱାର୍ଡ। ତ ଦେନ୍ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ ଏଣ୍ଡ ପେଜଟାକୁ ଫଲୋ କରିଦେବେ। ରହିଲି, ଜୟ ଜଗନ୍ନାଥ।